যদি মহিলা ভোটর ଅଧିକା ভୋଟ ଦେଉଛନ୍ତି ପଶ୍ଚିମବଙ୍ଗ କ୍ଷେତ୍ରରେ ମୋର ୱିମେନ୍ ଭୋଟ ଦେଉଛନ୍ତି ମାନେ ସେ ତୃଣମୂଳ କଂଗ୍ରେସ ସପକ୍ଷରେ ମମତା ବାନାର୍ଜୀଙ୍କ ସପକ୍ଷରେ ମହିଳାମାନେ ସେଠି ମୁଖ୍ୟତଃ ମମତା ବାନାର୍ଜୀଙ୍କ ସପକ୍ଷରେ ଗଲାଥର ମଧ୍ୟ ଅଧିକା ମହିଳା ତାଙ୍କୁ ଭୋଟ ଦେଇଥିଲେ। ଏବେ ମଧ୍ୟ କାରଣ ଯେଉଁ ଲକ୍ଷ୍ମୀ ଭଣ୍ଡାର ସ୍କିମ୍ ସେ କରିଛନ୍ତି ଏବଂ ସେଥିରେ ଯେଭଳି ଏସ୍ ସି ଏସ୍ ଟି ଠୁ ଆରମ୍ଭ କରି ମହିଳାମାନେ ସମସ୍ତେ ଉପକୃତ ହେଉଛନ୍ତି ସେଇଟା ମହିଳାମାନଙ୍କ ଭିତରେ ତାଙ୍କର ତାହେଲେ କନ୍ୟାଶ୍ରୀ ତାଙ୍କର ବିଭିନ୍ନ ମହିଳା ସ୍ପେସିଫିକ୍ ପ୍ରୋଗ୍ରାମ୍ ତାଙ୍କର ରହିଛି। ମହିଳାମାନେ ତାଙ୍କ ସପକ୍ଷରେ ଅଛନ୍ତି ଏବଂ ମହିଳା ମମତା ବାନାର୍ଜୀକି ସେମାନେ ତାଙ୍କର ପ୍ରକୃତ ଦିଦି ନେତା ବାହାର ମାନୁଛନ୍ତି। ବେକାର ଯୁବକମାନଙ୍କ ପାଇଁ ଗୋଟେ ସ୍କିମ୍ ମମତା ବାନାର୍ଜୀ କହିଛନ୍ତି କିନ୍ତୁ ଶିକ୍ଷିତ ଯୁବକ ଯେତେ ଅଧିକା ଭୋଟ ଦେବେ ସେଠି ୟଙ୍ଗ ମାସ୍ 90 ଲକ୍ଷ ସିନା କରିଛନ୍ତି 5 ଲକ୍ଷ ନୂଆ ଭୋଟର ବି ଆସିଛନ୍ତି। ଆଣ୍ଟି ଇନକମ୍ବାନ୍ସି ଗୋଟେ ପରିବର୍ତ୍ତନ ହେଉ ସେମାନେ ଚାହାନ୍ତି ଏବଂ ଏସ୍ଆର୍ ଯୋଗୁଁ କ୍ଷତିଗ୍ରସ୍ତ ଲୋକମାନେ ଗୋଟେ ବଦଳା ନେବା ପାଇଁ ମଧ୍ୟ ଭୋଟ ଦେଉଛନ୍ତି। ତାହେଲେ ପ୍ରକୃତରେ ଯେଉଁଟା ମମତା ବାନାର୍ଜୀଙ୍କ ପ୍ରକୃତ ଦୁର୍ଗ ମାନେ ଅଧିକା ଆସନ ସେ ପାଆନ୍ତି ପ୍ରେସିଡେନ୍ସି ଅଞ୍ଚଳ ଯାହାର ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟରେ ହେବ 29 ତାରିଖରେ। ତେଣୁ ସେ ପର୍ଯ୍ୟନ୍ତ ଆପଣ କହିପାରିବେନି ଏଇ ପର୍ଯ୍ୟାୟରେ ଅମିତ ଶାହ ଯାହା କୁହନ୍ତୁ ନା କାହିଁକି ତୃଣମୂଳ କଂଗ୍ରେସ କହୁଛି ମଧ୍ୟ ଆମେ ଅଧିକା ଆସନ ପାଇବୁ 100 କେତେଟା ଆସନ ଆମେ ପାଇବୁ। ଆମେ ପ୍ରକୃତ ତଥ୍ୟକୁ ଦେଖିବା ଆଉ ପ୍ରକୃତ ତଥ୍ୟ ଭିତ୍ତିରେ ଯେ ମମତା ବାନାର୍ଜୀ କ୍ଷମତାଚ୍ୟୁତ ହେଉଛନ୍ତି ଏପରି ସିଧାସଳଖ କହିଦେବାର ପାଇଁ କୌଣସି କାରଣ ନାହିଁ।